ତ ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଗୋଟେ ନୂଆ ଭିଡ଼ିଓରେ। ତ ଆମେ ପୂର୍ବ ଭିଡ଼ିଓରେ ଜାଣିଥିଲେ ସ୍ତ୍ରୀମାନଙ୍କର ଜାତକ ଦେଖି କହନ୍ତୁ, ଆଉ ଏଇ ଭିଡ଼ିଓରେ ଜାଣିବା ପୁରୁଷମାନଙ୍କର ନାନା ଲକ୍ଷଣ। ଆମେ ଜାଣିବା ଏବେ ପୁରୁଷମାନଙ୍କର ନାନା ଲକ୍ଷଣ। ତ ଚାଲନ୍ତୁ ଆରମ୍ଭ କରିବା। ଯେଉଁ ପୁରୁଷମାନଙ୍କର ଆଜାନୁଲମ୍ବିତ ବାହୁ, ସେପରି ପୁରୁଷମାନେ ଐଶ୍ୱର୍ଯ୍ୟଶାଳୀ। ବିଶେଷ କଥାରେ ସେହି ପୁରୁଷମାନେ ଅବତାର ଗ୍ରହଣ କରିଥାନ୍ତି। ଅନୁକୂଳ ଚନ୍ଦ୍ର ସତ୍ୟ ପାଇ, ପୁଣି ଥରେ କହିଦେଉଛି, ଅନୁକୂଳ ଚନ୍ଦ୍ର ସତ୍ୟ ସାଇ, ଶିରିଡ଼ି ସାଇ, ଚୈତନ୍ୟ ଦେବ, ପୃଷ୍ଠରାମ, ରାମକୃଷ୍ଣ ପରମହଂସ। ତ ଆଗକୁ ଯିବା। ଯେଉଁ ପୁରୁଷ କିମ୍ବା ସ୍ତ୍ରୀଙ୍କର ଗୃହଦେଶଠାରେ ପଦ୍ମକୋଷ ପ୍ରାୟ ଦୃଷ୍ଟି ହେଲେ ସେମାନେ ଖୁବ୍ ଭାଗ୍ୟ ବା ସୌଭାଗ୍ୟବାନ ହୋଇଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ବେକ ବଡ଼ ଓ ଦୃଷ୍ଟ, ସେପରି ପୁରୁଷମାନେ ମହାଶକ୍ତିବାନ ବୋଲନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷ ବା ସ୍ତ୍ରୀ ସମ୍ପୂର୍ଣ୍ଣ ଚକ୍ଷୁହୀନ, ସେମାନଙ୍କର ଭାଗ୍ୟରେ ଶତାଶତ ଦୋଷ ଥାଏ। ଏପରି ପୁରୁଷମାନଙ୍କୁ କଳଙ୍କିତ ପୁରୁଷ କହିଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର କପାଳ ବଡ଼, ଛାତି ବଡ଼, ପାଦ ତଳ ବଡ଼, ସେପରି ପୁରୁଷ ଧନୀ, ବହୁ ସଂସାରୀ, ଲକ୍ଷ୍ମୀବନ୍ତ, ସୁଖ ସୌଭାଗ୍ୟର ଅଧିକାରୀ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ମସ୍ତିଷ୍କ ବିଶାଳ ବା ସୁବୃହତ୍, ସେହି ପୁରୁଷମାନେ ବୁଦ୍ଧିମନ୍ତ ଓ ସର୍ବଠାରେ ପୂଜା ପାଆନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ହସ୍ତର ବୃହାଙ୍ଗୁଳିରେ ଯବରେଖା ଦୃଷ୍ଟ, ସେହି ପୁରୁଷମାନେ ମହା ବିଦ୍ୟାବନ୍ତ ଓ ବହୁ ଧନ ଭୋଗକାରୀ। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଅଧର ବା ଓଷ୍ଠ ଶୁକ୍ଳ, ସେହି ପୁରୁଷମାନେ ନିର୍ଧନୀ ଓ ବହୁ ଦୁଃଖ ଭୋଗ କରିଥାନ୍ତି। ସୁଖ ସେମାନଙ୍କ ଲାଗି ସ୍ୱପ୍ନ ହୋଇଥାଏ। ତ ଆଗକୁ ଯିବା। ଯେଉଁ ପୁରୁଷର ଦାଢ଼ି ନଥାଏ, ବକ୍ଷସ୍ଥଳରେ ଲୋମଶୂନ୍ୟ ହୋଇଥାଏ, ସେପରି ବ୍ୟକ୍ତି ସମାଜରେ ଧୂର୍ତ୍ତ ଅଟନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷର ବକ୍ଷ ପ୍ରଦେଶରେ ଅତ୍ୟଧିକ ଲୋମ ଥାଏ, ସେପରି ବ୍ୟକ୍ତି ଧନହୀନ, ବହୁ ସମୟରେ ଅପବାଦ ପାଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ପେଟ ବଡ଼, ସେପରି ବ୍ୟକ୍ତି ଧନୀ, ସୁଖୀ, ପ୍ରତିପତ୍ତିଶାଳୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷଙ୍କର ଶରୀର ବିଶେଷ ଲୋମଯୁକ୍ତ, ସେପରି ପୁରୁଷ ଜୀବନ ସାରା ଦୁଃଖ ଭୋଗ କରନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନିଶ ଥାଏ, ସେମାନେ ଅସୁନ୍ଦରୀ ହେଲେ ମଧ୍ୟ ବହୁ ଧନର ମାଲିକାଣୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିଙ୍କର ମସ୍ତକ ବୃହତ୍, ନେତ୍ର ବୃହତ୍, ନାସିକା ଲମ୍ବ, ନାକ ସୁବୃହତ୍, ଜାନୁ ଲମ୍ବିତ, ବାହୁ ବଡ଼, ପାଦଗୁଡ଼ିକ ବଡ଼, ସେପରି ପୁରୁଷମାନେ ମହାପୁରୁଷରେ ଗଣନା ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର କଣ୍ଠ ଲମ୍ବାଳିଆ, ସେହିମାନେ ଭିକ୍ଷୁକ ପ୍ରାୟ ସମୟ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯେଉଁମାନେ ବାମନପ୍ରାୟ, ସେମାନେ ବହୁ ପ୍ରକାର ଗୁଣରେ ଯେପରି ପ୍ରଶଂସିତ, ସେପରି ହିଁ ଦୁଃଖିତ।
ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଓଷ୍ଠ ଦେଶ ସ୍ଥୂଳ ହୋଇଥାଏ ସେମାନେ ସୌଭାଗ୍ୟବାନ ପୁରୁଷ ଭାବରେ ଗଣନା ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଚକ୍ଷୁପାଦ କର ତୁଳା ଅଧରେ ଜିଭ ଏ ସମସ୍ତ ରକ୍ତବର୍ଣ୍ଣ ଏପରି ପୁରୁଷ ସଦା ସୁଖ ଭୋଗ କରିଥାନ୍ତି। ସୌଭାଗ୍ୟ ସେମାନଙ୍କୁ ବଳେ ବଳେ ଧରା ଦେଇଥାଏ। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଲୋମ କୂପରେ 2 ଗୋଟି ଲେଖା ଲୋମ ଦୃଶ୍ୟ ହୁଏ ସେହି ପୁରୁଷମାନେ ଖୁବ୍ ବୁଦ୍ଧିମାନ ନୃପତି ସମ ଦିନ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ସର୍ବାଙ୍ଗ ସ୍ନିଗ୍ଧ ସେମାନେ ସୁଖ ସୌଭାଗ୍ୟର ଅଧିକାରୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଉଚ୍ଚ ଦନ୍ତ ବିଶିଷ୍ଟ ସେପରି ପୁରୁଷମାନେ ସମାଜରେ ମୂର୍ଖ ବ୍ୟକ୍ତି ଭାବରେ ପରିଚିତ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ବିଶାଳ କପାଳ ଓ ଉଚ୍ଚ ବିଶିଷ୍ଟ ଶଙ୍ଖାକୃତ ସେପରି ପୁରୁଷମାନେ ବହୁ ଧନୀ ବହୁ ଭାଗ୍ୟବାନ ପୁରୁଷ ଭାବରେ ସମାଜରେ ପ୍ରତିଷ୍ଠା ଲାଭ କରନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର କଣ୍ଠ ମୃଗକଣ୍ଠ ସମ ଓ ପତଳା ସେହି ପୁରୁଷମାନେ ସମାଜରେ ନାନା ଭାବରେ ପ୍ରତିଷ୍ଠା ଲାଭ କରିଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନେ କୁଜା ସେମାନେ ସମାଜରେ ମନୁଷ୍ୟ ଭାବରେ ପରିଗଣିତ କରାଯାଇପାରେ ନା। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଓଷ୍ଠ ପ୍ରଦେଶ ଲମ୍ବଫଳ ସଦୃଶ୍ୟ ଓ ବକ୍ରତାହୀନ ସେମାନେ ମହାଭାଗ୍ୟବାନ ସମାଜରେ ପୂଜା ପାଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଲିଙ୍ଗ ପିଠି କଣ୍ଠ ପ୍ରଦେଶ ଓ ଜଙ୍ଘ କ୍ଷୁଦ୍ର ବା ମଧ୍ୟମ ସେହି ପୁରୁଷମାନେ ସମାଜରେ ମହତ୍ ବ୍ୟକ୍ତି ଭାବରେ ପରିଗଣିତ ହୋଇଥାନ୍ତି। ସେମାନେ ସଦାସର୍ବଦା ସୌଭାଗ୍ୟବାନ ଭାବେ ପରିଚିତ। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଶରୀରର କର୍ମ ମସୃଣ ସେପରି ପୁରୁଷ ସମାଜରେ ଭାଗ୍ୟଶାଳୀ ସୌଭାଗ୍ୟବନ୍ତ ଉତ୍ତମ ପତ୍ନୀ ଭୋଗା। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଦନ୍ତ କେଶ ଚିକ୍କଣ ସେପରି ପୁରୁଷମାନେ ମହାସୁଖୀ ମହା ଧନବାନ। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ନାସା କ୍ଷେତ୍ର ଦନ୍ତ ଲଲାଟ ମସ୍ତକ ବକ୍ଷମାନ ଉନ୍ନତ ତଥା ବିଶାଳଯୁକ୍ତ ସେହି ପୁରୁଷମାନେ ସମ୍ମାନିତ ବିଦ୍ୟାବନ୍ତ ଓ ସମାଜରେ ସୁଖ ପୁରୁଷ ଭାବରେ ପରିଗଣିତ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିମାନଙ୍କର ପାଦ ଓ ନେତ୍ର ଖୁବ୍ ବୃହତ ସେମାନେ ସଂସାରରେ ଧନବାନ ଐଶ୍ୱର୍ଯ୍ୟବାନ ପୁରୁଷ ଭାବରେ ପରିଗଣିତ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନେ ସଦା ପ୍ରସନ୍ନ ବଦନ ସେମାନଙ୍କୁ ଅନୁପାତ ପରେ ବିଷଣ୍ଣ ହେବାକୁ ପଡ଼ିନଥାଏ। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଜଙ୍ଘ କଣ୍ଠ ପ୍ରଦେଶ ଲିଙ୍ଗ ପିଠି ହୁଏ ଅଙ୍ଗଗୁଡ଼ିକ କ୍ଷୁଦ୍ର ବିଶିଷ୍ଟ ହୋଇଥିଲେ ସେହି ପୁରୁଷମାନେ ସଂସାରରେ ପ୍ରଶଂସିତ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ପାଦର ଅଗ୍ରଭାଗ ଉଚ୍ଚା ବୃହତ ସୁନ୍ଦର ତାମ୍ରବର୍ଣ୍ଣ ନଖ ଅଙ୍ଗୁଳିଗୁଡ଼ିକ ସଂଲଗ୍ନ ପାଦ ଦ୍ୱୟ ସୁମନୋହର ସେମାନେ ବର୍ତ୍ତମାନ ଯୁଗର ବିଧାୟକ ସାଂସଦ ଓ ମନ୍ତ୍ରୀ ଭାବରେ
ଅଧିଷ୍ଠିତ ହୋଇଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷ କିମ୍ବା ନାରୀମାନଙ୍କର ବୃହତ ନଖ ପତଳା କିମ୍ବା ଅତି ଦୀର୍ଘ ହୋଇଥାଏ, ସେପରି ବ୍ୟକ୍ତିମାନେ ଖୁବ୍ ଦରିଦ୍ର ଭାବରେ ଅଶୋଷ ଦୁଃଖରେ କାଳାତିପାତ କରିଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷ କିମ୍ବା ନାରୀମାନଙ୍କର କେଶ, ଚର୍ମ, ପବ, ନଖ, ଦନ୍ତ ଏ ସମସ୍ତ ସରୁ, ସେମାନେ ସଂସାରରେ ରହି ସାରା ଦିନ ସୁଖ ଭୋଗ କରୁଥାନ୍ତି ଓ ଦୀର୍ଘାୟୁ ଭାବରେ ବଞ୍ଚନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ପାଦ ବଡ଼ ଓ ଆଖି ବଡ଼, ସେମାନେ ସଂସାରରେ ଧନିକ ପୁରୁଷ ଭାବରେ ପରିଗଣିତ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିମାନଙ୍କର ନାକ ଶୁଆ ଥଣ୍ଟ ସମ, ସେମାନେ ସର୍ବ ସୁଖ ପାଇଁ ଶାନ୍ତିରେ ଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷ କିମ୍ବା ସ୍ତ୍ରୀମାନଙ୍କର ଆଖି, କାଖ, ଦାନ୍ତ, ନାକ, ମୁଖ, କଣ୍ଠ ପ୍ରଦେଶର ପୃଷ୍ଠାଙ୍ଗ ଉନ୍ନତ, ସେମାନଙ୍କର କର୍ମକାଳ ମଙ୍ଗଳଦାୟକ ହୋଇଥାଏ। ମହା ସୌଭାଗ୍ୟବାନ ଏମାନେ। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିମାନଙ୍କର ସର୍ବାଙ୍ଗ ଚିକ୍କଣ, ସେହି ବ୍ୟକ୍ତିମାନେ ଚିରଦିନ ସୌଭାଗ୍ୟର ଅଧିକାରୀ, ବହୁଜନଙ୍କର ଶରଣରକ୍ଷକ ହୋଇଥାନ୍ତି। ଆଗକୁ ଯିବା। ଯେଉଁ ପୁରୁଷମାନେ କମ୍ ବୟସରେ ବହୁ ଗୁଣର ଅଧିକାରୀ ହୋଇ ବହୁ ଲୋକରେ ପ୍ରଶଂସା ପାଇଥାନ୍ତି, ସେମାନେ ସଂସାରରୁ ଖୁବ୍ କମ୍ ଦିନରେ ବିଦାୟ ନେଇଯାଆନ୍ତି। ମରିବାର ପୁଅ ମଧୁସୂଦନ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ହସ୍ତପାପୁଲି, ତାଳୁ, ଓଷ୍ଠ, ନଖ, ନେତ୍ର, ପାଦ ଚିହ୍ନା ଏ ସମସ୍ତ ରକ୍ତବର୍ଣ୍ଣ, ସେମାନେ ସୁଗୁଣଯୁକ୍ତ, ସୁଲକ୍ଷଣବନ୍ତ ଓ ସୌଭାଗ୍ୟଶାଳୀ ଭାବରେ ବଞ୍ଚି ରୁହନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ବ୍ୟକ୍ତିମାନଙ୍କର ଅଣ୍ଡା ବିଶାଳ, ସେପରି ବ୍ୟକ୍ତିଙ୍କର ବହୁ ପତ୍ନୀ ଭୋଗ ଯୋଗ ଓ ବହୁ ପୁତ୍ରର ଜନକ ହୋଇପାରନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଛାତି ବୃହତ, ସେମାନେ ବହୁ ଧନର ଅଧିକାରୀ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ଶରୀରର ଗୌରବର୍ଣ୍ଣ, ସେମାନେ ସଂସାରରେ ମହାନ୍ ଧନୀ ଭାବରେ ପରିଚିତ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ବକ୍ଷଦେଶ ଗଭୀର ବା ଖାଲୁଆ, ସେପରି ବ୍ୟକ୍ତି ସମାଜରେ ଦରିଦ୍ର ସମ ବଞ୍ଚିଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ବକ୍ର ପ୍ରଦେଶ ସମାନ ଏବଂ ଚଉଡ଼ା, ସେମାନେ ସୁଖର ଜୀବନ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିମାନଙ୍କର କଣ୍ଠ ଚେପେଟା, ସେପରି ବ୍ୟକ୍ତି ଗରିବ ଯୋଗରେ ଶ୍ରେଷ୍ଠ। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିମାନେ କାଲ, ସ୍ଥଳକାୟ, ଛୋଟା, ସେହି ବ୍ୟକ୍ତିମାନେ ସଂସାରରେ ଦୁଷ୍ଟ ଭାବରେ ପରିଚିତ। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିମାନେ ଖୁବ୍ ମୋଟା, କାର୍ଯ୍ୟକୁ ଅକ୍ଷମ, ସେମାନେ ସଂସାରରେ ଦୁଃଖୀ। ସଂସାରରେ ବଞ୍ଚି ରହିଲେ ସେମାନଙ୍କର କୌଣସି ଲାଭ ହୁଏ ନାହିଁ। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିମାନଙ୍କର ଶରୀର ବିଳାସ, ନାକ ଉନ୍ନତ, ନେତ୍ର ବଡ଼, କାନ ଲମ୍ବା, ସେପରି ବ୍ୟକ୍ତି ସମାଜରେ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ପ୍ରତିଷ୍ଠିତ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ମଥା, କପାଳ, ଛାତି ବିଶାଳ, ଏମାନେ ଭାଗ୍ୟବାନ ତଥା ଭାଗ୍ୟବାନ ଯୋଗ ମିଳିଥାଏ। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିଙ୍କର ହସ୍ତରେ ମତ୍ସ୍ୟ ଓ ପୁଚ୍ଛ ଚିହ୍ନା ଥାଏ, ସେପରି ବ୍ୟକ୍ତି ସମାଜରେ ଶିକ୍ଷିତ, ମହାବିଦ୍ୟାବନ୍ତ ଓ ଧନରେ ମାଲିକ ଓ
ଚିର ସୁଖୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିମାନଙ୍କର ପାଦତଳ କୁଲା ସଦୃଶ୍ୟ ରୁକ୍ଷ ବ୍ୟାପ୍ତ ଶୁକ୍ଳ ଶିରାବହୁଳ ନଖଗୁଡ଼ିକୁ ପାଣ୍ଡୁରା ବର୍ଣ୍ଣ ଓ ଅଙ୍ଗୁଳିଗୁଡ଼ିକ ଫାଙ୍କା ଫାଙ୍କା ହୋଇଥାଏ, ସେହି ବ୍ୟକ୍ତିମାନେ ସଂସାରରେ ପ୍ରାୟତଃ ଦୁଃଖ ଦରିଦ୍ର ଭୋଗରେ ସମୟ ଅତିବାହିତ କରୁଥାନ୍ତି। ତ ଆଗକୁ ଯିବା। ଯେଉଁ ବ୍ୟକ୍ତିମାନଙ୍କର ହସ୍ତ ପାପୁଲି କଠନ, ଚାଲିବା କାଳରେ ବହୁ ଶବ୍ଦ ଜଣାଯାଏ, ପାପୁଲି ଲୋହିତ ରଙ୍ଗ, ଏପରି ବ୍ୟକ୍ତି ବହୁ ଧନ ଯଶର ଅଧିକାରୀ। ତ ଆଗକୁ ଯିବା। ଯେଉଁ ମନୁଷ୍ୟର ଶରୀର ପତଳା, ଲୋମଶ ନେତ୍ର, ଟେରା, ସଦା ବିଷଣ୍ଣ ବହନ, ବାକ୍ଚାତୁରୀ କହିବାରେ ଧୁରନ୍ଧର, ସେମାନେ ସମାଜରେ ଦରିଦ୍ର ସମ ବଞ୍ଚି ରହିଥାନ୍ତି। ଯେଉଁ ପୁରୁଷମାନଙ୍କର ନାଭି ଗଭୀର, ସ୍ୱର ମଧୁର, ସେପରି ବ୍ୟକ୍ତି ନାନା ସୌଭାଗ୍ୟଯୁକ୍ତ ହୋଇଥାନ୍ତି। ତ ବନ୍ଧୁ, ଆଜି ପାଇଁ ଏତିକି। ଆଜି ଆମେ ଜାଣିଲେ ଯେ ପୁରୁଷମାନଙ୍କର ନାନା ଲକ୍ଷଣ। ପୁଣି ଆମେ ଆଗାମୀ ଭିଡ଼ିଓରେ ଜାଣିବା, ବଦନ ଦେଖି ଜାଣିବା। ତ ସେଇ ପର୍ଯ୍ୟନ୍ତ ରହୁଛି। ନମସ୍କାର।